तो हे गाइस मो ना राकेश तो आज ମୁଁ ଆସିଗଲି ଆଉ ଗୋଟେ ଆମର ନୂଆ ବ୍ଲଗ୍ରେ। ତ ଯେମିତିକି ଆପଣମାନେ ଜାଣିଛନ୍ତି ଥୁରିଆସାରେ ଆମର ମେଳା ପଡ଼ିଛି। ତ ଚାଲନ୍ତୁ ଆଜି ଯିବା ବୁଲିବା ପାଇଁ। ଆମେ ଆସି ପହଞ୍ଚିଗଲୁ ଥୁରିଆସାଇ ମେଳାରେ। ଆମର ଟାଇମିଂ ହେଇଯାଇଥିଲା ଯେତେବେଳେ 8ଟା 30। ଭିଡ଼ ଏତେ ହେଇଥିଲା କି ଆମକୁ ଭିତରକୁ ଯିବାକୁ ବହୁତ ମୁସ୍କିଲ ହେଉଥିଲା। ତଥାପି ଆମେ କେମିତି ସେମିତି କରିକି ଭିତରକୁ ଆସି ପହଞ୍ଚି ଯାଇଥିଲୁ। ସାୟଦ ଆମକୁ ଆସିବାକୁ ବହୁତ ଲେଟ୍ ହେଇଯାଇଥିଲା କାହିଁକିନା ବହୁତ ଲୋକ ଏଠି ମେଳା ଦେଖିକିନା ଫେରୁଥିଲେ। ଏଠି ଗୋଟେ ଦୋଳ ଅଛି ଯେଉଁଟାକି ଏଇଟା ଥୋରିଆସାଇର। ଇଏ ପ୍ରପରଲି ଚାନ୍ଦିରେ ତିଆରି ହେଇଛି, ପୁରା ପିଓର ଚାନ୍ଦିରେ। ତ ଆପଣମାନେ ଭାବୁଥିବେ ମୁଁ ଏଠି ଏକୁଟିଆ ବ୍ଲଗର ଅଛି, କିନ୍ତୁ ନାହିଁ, ଆହୁରି ମୋ ସହିତ ଏଠି ବହୁତ ସାରା ବ୍ଲଗର ଅଛି ଯେଉଁଟାକି ମୁଁ ଆପଣଙ୍କୁ ରାସ୍ତାରେ ଦେଖେଇବି ଯଦି ଆମ ସହିତ ଭେଟ ହେଲେ ତ। ସବୁ ଦୋଳ ଦେଖି ସାରିଲା ପରେ ଆମେ ଏଣ୍ଟ୍ରି କଲୁ ଭିତରକୁ, ଯେଉଁଟାକି ଫାଷ୍ଟ ନଜର ପଡ଼ିଲା ଆମ ଉପରେ ରଙ୍ଗୀନ ରଙ୍ଗୀନ ଖେଳଣା ଉପରେ। ତ ଏଣ୍ଟ୍ରି କରୁ କରୁ ଦେଖିଲୁ ଏଇଠି ଯେ ଭାଇ ଜଣେ ଆମର ବହୁତ ସୁନ୍ଦର ଗୀତ ଗାଉଥିଲେ। ଆମେ ବି ଭାଇକୁ ଇଗ୍ନୋର କରିକି ଭିତରକୁ ପଶିଗଲୁ। ତାପରେ ଏଇଠି ବହୁତ ସାରା ଖାଇବା ଷ୍ଟଲ୍ ବି ପଡ଼ିଥିଲା। ସାୟଦ ମୁଁ ଯାହା ଡାଉଟ୍ କରିଥିଲି ଏଇଟା ମଟର ସୁପ୍ ହେଇପାରେ, କିନ୍ତୁ ଆମେ ତାକୁ ଇଗ୍ନୋର କରିକି ଆଗକୁ ବଢ଼ି ଚାଲିଲୁ। କିନ୍ତୁ ଆମ ନଜରରେ ପଡ଼ିଗଲା ଏଇ କୁଲ୍ଫି ଗାଡ଼ି। ତାପରେ ମୋ ସାଙ୍ଗ କହିଲା କି ଏଇଠି କୁଲ୍ଫି ଖାଇଦେବା ତାପରେ ଯାଇକିନା ଭିତରକୁ ଯିବା। ଭିତରେ ଯାଇକିନା ବହୁତ ବଢ଼ିଆ ବଢ଼ିଆ ଜିନିଷ ପଡ଼ିଛି, ଆହୁରି ସବୁ ଆପଣମାନଙ୍କୁ ଦେଖେଇବି। ଯେତେ ପର୍ଯ୍ୟନ୍ତ ଆମେ କୁଲ୍ଫିର ୱେଟ୍ କଲୁ ସେତେ ପର୍ଯ୍ୟନ୍ତ ଆମର ଦୁଇଟା ଦୋଳ ପାସ୍ କରିଗଲେ ଏପଟେ, ଯେଉଁଟାକି ବହୁତ ଘଣ୍ଟ ଆଉ ବାଜା ବଜେଇକି ନେଇକି ଯାଇଥିଲେ। ସେପଟେ ଆମେ ଦୋଳ ଦେଖୁ ଦେଖୁ ଭାଇ ଆମର ରେଡ଼ି କରିଦେଲେଣି ପୁରା କୁଲ୍ଫି। ଭାଇ ଏପଟେ କୁଲ୍ଫି ରେଡ଼ି କଲା ଭିତରେ ମୋ ସାଙ୍ଗ କ'ଣ ପାଇଁ ମୋତେ ଏମିତି ଅନଉଥିଲା, ମୁଁ କିଛି ଜାଣିପାରୁନଥିଲି। ଆଉ ମୋତେ ଲାଗୁଥିଲା ମୋତେ କୁଲ୍ଫି ଖାଇବା ଏକ୍ସାଇଟେଡ଼୍ରେ ସେ ସେମିତି ମୋତେ ଅନଉଛି। ତ ଭାଇ ଆମର ପୁରା କାଟିକିନା ପୁରା ରେଡ଼ି କରିଦେଲେଣି। ତ ଭାଇ କମେଣ୍ଟ କରି କୁହ କିଏ କିଏ ଭାଙ୍ଗ କୁଲ୍ଫି ଖାଇଛ। ଠିକ୍ ଅଛି, ଏଇଟା ତ ନର୍ମାଲ୍ କୁଲ୍ଫି, ଆମେ ନର୍ମାଲ୍ କୁଲ୍ଫି ଖାଉଛୁ। କିଏ କିଏ ଭାଙ୍ଗ କୁଲ୍ଫି ଖାଇଛି ଟିକେ କମେଣ୍ଟ କରି ନିଶ୍ଚୟ କୁହନ୍ତୁ। ତ ଇଏ ଆମର କୁଲ୍ଫି ପୁରା ରେଡ଼ି ହେଇକିନା ପୁରା ହେଇସାରିଲାଣି, ପୁରା ପ୍ରସ୍ତୁତ। ଏଠି ଆମ ଭାଇ ଏବେ ଆଉ ଗୋଟେ ଫାଷ୍ଟ ବାଇଟ୍ ନେଉଛନ୍ତି। ତ ଭାଇ ଆମର କହୁଛନ୍ତି ପୁରା ଏକ ନମ୍ବର ହେଇଛି କୁଲ୍ଫିଟା। ତ ଗାଇସ୍ ଆପଣମାନେ କମେଣ୍ଟ କରି କୁହନ୍ତୁ ଆପଣ ମୋ ଭିଡ଼ିଓ କେଉଁଠୁ ଦେଖୁଛନ୍ତି, ଯାହାକି ମୁଁ ଜାଣିପାରିବି ମୋ ଭିଡ଼ିଓ କେଉଁ କେଉଁ ଜାଗାକୁ ଯାଇକି ପହଞ୍ଚୁଛି। ତ ଭାଇ ଏଇଠି ମୋ ପାଇଁ ବି କୁଲ୍ଫି ବନେଇବା ପାଇଁ ପୁରା ଲାଗିଗଲାଣି। ତ ମୋ କୁଲ୍ଫି ବି ଏବେ ପୁରା ରେଡ଼ି। ମୋ କୁଲ୍ଫି ଆସିବା ଭିତରେ ତ ମୋ ସାଙ୍ଗ ଅଧା ଖତମ କରିସାରିଲାଣି। ତ ଏଇଠି ଆସିଗଲା ମୋ କୁଲ୍ଫି। ତ ଏଇଠି ମୁଁ ବି ମୋ କୁଲ୍ଫିକୁ ଏନ୍ଜୟ କରିବି। ତ କୁଲ୍ଫି ଖାଇସାରିକି ଆମେ ପୁରା ଆଗକୁ ବଢ଼ିଲୁ, ଆଉ ଆଗକୁ ଦେଖିବା କ'ଣ କ'ଣ ଅଛି କ'ଣ ନାହିଁ। ତ ଏଠି ଆମେ ଖେଳନା ଦେଖୁ ଦେଖୁ ଏଠି ଆମର ଗୋଟେ କୁନି ସବସ୍କ୍ରାଇବର ଦେଖିଲୁ ଆମେ।
ତ ଏଠି ଆମର ଆଉ ଗୋଟେ ସାଙ୍ଗ ଦେଖା ହେଇଗଲା। ସେ କହିଲା ଭାଇ ମୁଁ ବି ଯିବି ଆପଣଙ୍କ ସହିତ ଭିଡ଼ିଓ ବନେଇବା ପାଇଁ, ତ ଚାଲ ତାକୁ ନେଇକିନା ଭିତରକୁ ଯିବା। ଏଇଟା ଆମର ରହିଲା ଥୋରିଆ ସାହିର ମେନ୍ ଦୋଳ। ଭାଇ ଥୋଡ଼ିଆ ସାହି ମେଳା ବୁଲିବାକୁ ଆସୁଛ ଆଉ ଏ ଦୋଳ ମିସ୍ କରିଦେଲ, ତାହେଲେ ତୁମର ମେଳା ବୁଲିବାର କିଛି ଫାଇଦା ହିଁ ନାହିଁ ଭାଇ। ତ ଭାଇ ଆମର ଏଇଠି 2-3 ଜଣ ସବସ୍କ୍ରାଇବର ଦେଖା ହେଇଯାଇଥିଲେ, ଯେଉଁଟାକି ମୋତେ ବହୁତ ଖୁସି ଲାଗିଲା। ତ ସାଙ୍ଗମାନେ ମୁଁ ବୁଝିପାରିଲିନି ଏ ଝିଅ ପିଲାମାନେ ସବୁବେଳେ କ୍ୟାମେରାକୁ ଦେଖିଲେ ଦୁଇ କଣ ପାଇଁ କରିଦିଅନ୍ତି, ମୋତେ କିଛି ବୁଝିପାରିଲିନି। ଆପଣ ଯଦି ଜାଣିଥିବେ କମେଣ୍ଟ କରି ନିଶ୍ଚିତ ଜଣାନ୍ତୁ। ଆପଣ କୋଉଠୁ ଆସିଥିଲେ? ଏତେ ବାଟରୁ ଆସିଥିଲେ ଆପଣ? ଆଉ ଆଉ ଏଇ ଜାଗା ନାଇଁ ଆପଣ ଏଠି ଥୋଡ଼ିଆ ସାହିକି ଆସି କେମିତି ଲାଗୁଛି ଆପଣଙ୍କୁ? ଭଲ ଲାଗୁଛି। ଆଚ୍ଛା କଣ ମାଗିଲେ ଠାକୁରଙ୍କୁ? ମାଗିଲେ ସବୁ ବର୍ଷ ମତେ ହଉ ଆପଣଙ୍କ ମନସ୍କାମନା ବହୁତ ଜଲ୍ଦି ପୂରଣ ହେଇଯିବ ଆଉ ହେଲା। ମୁଁ କହୁଛି କି ଆପଣଙ୍କ ମନସ୍କାମନା ବହୁତ ଜଲ୍ଦି ପୂରଣ ହେଇଯିବ ଆଉ। ତ ଭାଇ ସେମାନଙ୍କ ସହିତ କଥାବାର୍ତ୍ତା ହେଇକିନା ଆମକୁ ବହୁତ ମୋଟିଭେସନ୍ ମିଳିଲା। ତ ଭାଇ ଆପଣଙ୍କର ମୋଟିଭେସନ୍ ବି ଦରକାର, ତ ସେଥିପାଇଁ ଆମ ଚ୍ୟାନେଲକୁ ଲାଇକ୍ କମେଣ୍ଟ ଆଣ୍ଡ ସବସ୍କ୍ରାଇବ୍ କରିଦିଅନ୍ତୁ ଟିକେ।